ପ୍ରଣତି ଟିଭିକୁ ସ୍ୱାଗତ। ଆଜିର ମୁଖ୍ୟ ଖବର। ମୁଖ୍ୟତଃ ହେଲା ଓଡ଼ିଶା ସରକାର ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କୁ ଆମେ ଅନୁରୋଧ କରୁଛୁ, ଯେହେତୁ ଗଞ୍ଜାମ ଜିଲ୍ଲା ଭିତରେ ଛତରପୁର ବିଧାନସଭା ବି ଅଛି, ପାଖାପାଖି ଚାଷୀ ଅଧିକ ପାଣି ଆଇଲେ ବି ନଷ୍ଟି, କମ୍ ପାଣି ଆଇଲେ ବି ନଷ୍ଟି, ସବୁ କାମରେ ଚାଷୀ କ୍ଷତି ସହୁଛନ୍ତି। ଯାହା ବୋଲି ଆମେ ଯାହା ଦେଖିଲୁ, ପାଖାପାଖି ଏଠି ଚାଷୀର ନାଇଁ ନଥିବା ଅସୁବିଧା ହେଉଛି। ଆମର ମୁଖ୍ୟମନ୍ତ୍ରୀ ଅନୁରୋଧ, ସବୁ ପ୍ରକାର ଧାନ ଉଠାଯାଉ, ସବୁ ଯେଉଁ ପ୍ରକାର ଧାନ ଅଛି ସବୁ ଧାନକୁ ଉତ୍ତମ ଭାବେ ଉଠାଯାଉ। ଆଉ ଗୋଟେ କଥା କହିବି, ଯେହେତୁ ଜିଲ୍ଲାପାଳ ଅଛନ୍ତି, ଜିଲ୍ଲାପାଳ ହସ୍ତକ୍ଷେପ କରନ୍ତୁ। ଏଠି ଯେଉଁ ଭାଗ ଚାଷୀ, ଯେଉଁ ବଡ଼ ବଡ଼ ଯେଉଁ ଅଛନ୍ତି ସାହୁକାର ମାନେ, ଯେଉଁମାନେ ସେମାନଙ୍କ ପାଖରୁ ନେଇ ଅନ୍ୟମାନେ ଯେଉଁମାନେ ଚାଷ କରୁଛନ୍ତି ସେମାନେ ଆରେଇକି ବଟି ଇନକ୍ୱାରି କରନ୍ତୁ। ଯେଉଁମାନେ ଚାଷ କରୁଛନ୍ତି ସେମାନଙ୍କୁ ଯାହା ଆର୍ଥିକ ରାଶି ଆସିବ ସେମାନଙ୍କୁ ପ୍ରଦାନ କରାଯାଉ। ଆଜି ଆମର ଛତ୍ରପୁର ବ୍ଲକର ସମସ୍ତ ପଞ୍ଚାୟତର ଜନପ୍ରତିନିଧି ମାନେ, ବ୍ଲକର ଅଧ୍ୟକ୍ଷା, ଉପାଧ୍ୟକ୍ଷ ଏବଂ ସମସ୍ତ ସରପଞ୍ଚ ସମିତି, ମାନ୍ୟବର ବିଧାୟକଙ୍କ ନେତୃତ୍ୱରେ ଆମେ ଜିଲ୍ଲାପାଳଙ୍କ ପାଖକୁ ଆସିଥିଲୁ। ଏ ଯେଉଁ ଅଦିନିଆ ମେଘ ବର୍ଷା ହେବାରୁ ଚାଷୀମାନଙ୍କର ବହୁତ ଘୋର ଅସୁବିଧା ହେଇଛି, ବହୁତ କ୍ଷତି ସହିଛନ୍ତି। ସେଗୁଡ଼ିକୁ ଉପଯୁକ୍ତ ସହଯୋଗ ମାନ୍ୟବର ମୋହନ ମାଝୀ ସରକାରଙ୍କ ଜରିଆରେ ସେ ଚାଷୀ ଯେମିତି ପାଇପାରିବେ, ସେହି ବିଷୟ ନେଇକି ଆମେ ଏକ ଦାବିପତ୍ର ମାନ୍ୟବର ଗଞ୍ଜାମ ଜିଲ୍ଲାପାଳଙ୍କୁ ଆମେ ମାନ୍ୟବର ବିଧାୟକଙ୍କ ଦ୍ୱାରା ଆଜି ପ୍ରଦାନ କରିଛୁ। ଆପଣଙ୍କୁ ଆମ ଭିଡିଓ ଯଦି ଭଲ ଲାଗିଛି ତେବେ ଲାଇକ୍, ସେୟାର, ସବସ୍କ୍ରାଇବ କରିବାକୁ ଜମାରୁ ଭୁଲନ୍ତୁ ନାହିଁ।